ଜୟ ଜଗନ୍ନାଥ। ଆଜି ହେଲା 20 ଅଗଷ୍ଟ 2024। ଆଜି ଦେଖିବା ଆମର ସମ୍ବାଦପତ୍ରର କିଛି ନୂଆ ଘଟଣା ଗୁଡ଼ିକୁ ହେଲା। ଦେଖ, ରାକ୍ଷୀ ବାନ୍ଧି ନିଶାନ ଛୁଇଁବାକୁ ଶପଥ ନେଲେ ମୁଖ୍ୟମନ୍ତ୍ରୀ। ଆମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀଙ୍କୁ ଆଜି ସେ ତାଙ୍କର ପ୍ରତିଜ୍ଞା ହିଁ କହିବେ, କ'ଣ ପାଇଁକି ଯଦି ଭାଇ ଗୋଟେ ଭଉଣୀକୁ ଶପଥ ଦିଏ ତ ସେଇଟା ଚିରଦିନ ପର୍ଯ୍ୟନ୍ତ ରହିବା ଜରୁରୀ ହେଲା, ରହିବା କଥା ବି। ତ ସେ ଶପଥ ନେଲେ କି ସେ ନିଶା ଜିନିଷ କିଛି ନେବେ ନାହିଁ, କି ତାଙ୍କର ଯେତେ ବି ଅଛନ୍ତି ସମସ୍ତେ କେହି ନେବେ ନାହିଁ ହେଲା। ଦେଖିବା କେତେ କ'ଣ ହେଉଛି। ତାପରେ ଦେଖ, ବଣ୍ଡାଘାଟିରେ ବିଲୁପ୍ତ ପ୍ରାୟ ସଫଳ ଗଛ ଦେଖ, ମୁଁ କହିବି ଏଇ ଯେଉଁ ଗଛଟି ଦେଖୁଛ, ଏ ଗଛଟାର ମୁଁ ଯଦି ବଣ୍ଡା ଲୋକ ଆମର ମାନେ ମାଲକାନଗିରି ଜିଲ୍ଲାରେ ଆମର ଯେଉଁ ଟ୍ରାଇବାଲ୍ ମାନେ ଅଛନ୍ତି ହେଲା, ତ ତାଙ୍କୁ କୁହାଯାଏ ବଣ୍ଡା ହେଲା। ଆଗ ମାଲକାନଗିରି ଆଉ କନ୍ଧମାଳ ଗୋଟେ ଜିଲ୍ଲା ଥିଲା, ଏବେ ଡିଭାଇଡ୍ ହେଇକି କନ୍ଧମାଳ ଅଲଗା ହେଇଛି, ମାଲକାନଗିରି ଅଲଗା ହେଇଛି। ତ ଏଇଟା ମାଲକାନଗିରି ସଲଭ ଗଛ ହେଲା, ମାନେ ପୁରା ସିଧା ଆମର ଯେମିତି ଖଜୁରୀ ଗଛ ନାହିଁ ସେମିତି ଥିବ ହେଲା। ତ ଏଇଟା ଗୋଟେ ମନେ ରଖିବ ହେଲା। ତାପରେ ଆଉ ଗୋଟେ ହେଲା, ଦେଖ ବେଶୀ କିଛି ଖବର ନାହିଁ ବିଶେଷ ଆଜି ହେଲା। ମୁଁ ଯଦି ଇମ୍ପୋର୍ଟାନ୍ସ ଖବର କହିବି ତ ପଲିଗ୍ରାଫି ଟେଷ୍ଟ। ଦେଖ, ଏବେ ଯେଉଁ ଆମର ଡାକ୍ତର ପ୍ରତି ହିଂସାକାଣ୍ଡ ହେଇଛି ହେଲା, ଯେଉଁଟାକି ଯେଉଁ ଅପରାଧୀ ଧରା ପଡ଼ିଛି ତାକୁ ପଲିଗ୍ରାଫ ଟେଷ୍ଟ, କାରଣ ସେ ଏକା ଅଛି ନା ତାର ଆଉ କେହି ସପୋର୍ଟର ଅଛନ୍ତି ନା କ'ଣ, ସେଗୁଡ଼ା ଜଣାପଡ଼ୁନି ହେଲା। ତମେ ବି ଏବେ ନିହାତି କରାହେବ। ତ ଦେଖିବା, ଆମର କହିବି ଜୁଡ଼ିସିଆରୀ ସିଷ୍ଟମ୍ ନା ବହୁତ ଡିଲେ ଅଛି ହେଲା। ତ ଆମର କେନ୍ଦ୍ର ସରକାର କ'ଣ କରିଛନ୍ତି, ଏବେ ଏମିତି ଗୋଟେ ପ୍ଲାନ୍ ପାସ୍ ହେବ ଯେଉଁଥିରେ କି ସେ ସବୁ ପେଣ୍ଡିଂ କେସ୍, କାରଣ ଆଗ ଆମର ମୁଁ ଯଦି କହିବି ଗୋଟେ ଲୋକକୁ ନ୍ୟାୟ ମିଳିବା ପାଇଁ କମ୍ ସେ କମ୍ ନହେଲେ ବି 15 ବର୍ଷ 12 ବର୍ଷ, ମୁଁ ଯଦି ନିର୍ଭୟା କାଣ୍ଡ କହିବି 2012ର ଘଟଣା ଭାବ, ତ 2012କୁ 2022-23ରେ ମିଳିଛି ହେଲା ତାକୁ ନ୍ୟାୟ, ତାକୁ ଫାଶୀ ମିଳିଲା ସମସ୍ତଙ୍କୁ, ଜଣକୁ ଖାଲି ମିଳିଲାନି। କ'ଣ ପାଇଁକି ସେ ତାର ଏଜ୍ ସେତେବେଳେ କମ୍ ଥିଲା ହେଲା, ବିଲୋ 18 ଥିଲା। ତ ମୁଁ କହିବି, ତ ସେଥିପାଇଁ ନା ଆମର କେନ୍ଦ୍ର ସରକାର ଗୋଟେ କମିଟି ବନେଇବେ ହେଲା, ଯଦ୍ୱାରା ଯେତେ ପେଣ୍ଡିଂ କେସ୍ ଯେଉଁ ରିଟାୟାର୍ଡ଼ ଜଜ୍ ମାନେ ଅଛନ୍ତି ସେମାନେ ହିଁ ଦେଖିବେ ହେଲା। ତମେ ବି ଏଗୁଡ଼ା ସବୁ କୋର୍ଟରେ ଲାଗୁ ହେବ। ତ ଏବେ ଟାଇମ୍ ଲାଗିବ, ବଟ୍ ମୁଁ ଭାବୁଛି ଯେତେ ଜଲ୍ଦି ହେଇପାରିବ ବେଟର୍ ହେଲା, କାରଣ ଜଷ୍ଟିସ୍ ମିଳୁ ଜଣଙ୍କର ମାନେ ମୋରାଲ୍ ଡାଉନ୍ ହେଇଯିବ, ମାନେ ତାର ଆତ୍ମବିଶ୍ୱାସ ହିଁ ନଥିବ ହେଲା। ଏବେ ଦେଖ, ଝାଡ଼ା ବାନ୍ତି ବହୁତ ହେଉଛି, ତ ବି କେୟାରଫୁଲ୍। ଆଉ ଯାହା ତାହା ଖାଇବନି ହେଲା, ବାହାର ଖାଦ୍ୟ ଖାଅନି, ଘରେ ବନେଇକି ଖାଅ ହେଲା, ଆଉ ହେଲ୍ଦି ଖାଅ। ଦେଖ, ପଶ୍ଚିମ ଓଡ଼ିଶାରେ ହେବ ସିଫୁଡ଼୍ ପାର୍କ। ସିଫୁଡ଼୍ ପାଇଁ ମୁଁ କହିବି ମାଛ ହଉ, କଙ୍କଡ଼ା ହଉ, ଯାହା ହଉ ହେଲା, ଆମର ସବୁ ଯେଉଁ ସି ପାଖ ଅଛି, ମାନେ ସମୁଦ୍ର ପାଖରେ ଅଛି ହେଲା। ତ ଆପଣ ବାହାରୁ ବି ଟୁରିଷ୍ଟ ବହୁତ ସାରା ଆସନ୍ତି, ଯେଉଁମାନେ କି ନନ୍ ଭେଜିଟେରିଆନ୍। ତ ମେ ବି ତାଙ୍କ ପାଇଁ ଏଇଟା କ'ଣ ପାଇଁକି, ଯଦି ଆମେ ଏମିତି କିଛି ଟୁରିଜିମ୍ ପାଇଁ ହବ୍ କରିବା ନା, ତ ମେ ବି ଆମର ଇନକମ୍ ଜେନେରେଟ୍ ବହୁତ ସାରା ହେଇଯିବ ହେଲା। ଆଉ ମେ ବି ମୁଁ ଯଦି କହିବି ଆମର ମାନେ କେନ୍ଦ୍ର ସରକାର ପକ୍ଷରୁ, ତ ସେ କ'ଣ ଆମର ଯଦି ମେମୋରିଆଲ୍ ମାନେ ପୁରୁଣା କାଳିଆ ହଉ, ମନ୍ଦିର ହଉ, କିମ୍ବା ବହୁତ କିଛି ଜିନିଷ, ମୁଁ କହିବି ଗୁଜୁରାଟର ଧୋଲାବିରା ହଉ ହେଲା, ସିନ୍ଧୁ ସଭ୍ୟତାର ହଉ, ସେଗୁଡ଼ାକୁ ନା ମାନେ ଏତେ ମନୁମେଣ୍ଟ ଜିନିଷ ଗୁଡ଼ା, ତାଙ୍କୁ ଯଦି ଆମେ ଟିକେ ରିପେୟାର କରିବା ଆଉ ପ୍ଲସ୍ ମାନେ ତାକୁ ଟୁରିଜମ୍ର ହବ୍ ବନେଇଲେ ଆମେ ବହୁତ ସାରା ରେଭିନ୍ୟୁ ହେଇପାରିବ ଆମର ହଁ। ଦେଖ, ତାପରେ କେମ୍ଜି ଜୁଏଲର୍ସ ହେଲା, ଏଇଟା ବି ବଡ଼ ଜୁଏଲର୍ସ କମ୍ପାନୀ। ତାପରେ ଦେଖ ବୀମା, ତ ଏଗୁଡ଼ା ଆମର ଏତେ କିଛି ଦରକାର ପଡ଼ିବନି, କିନ୍ତୁ ମୁଁ ଆମର ସିଏମ୍କୁ ମାନେ ଆମ ଓଡ଼ିଶା ସରକାରକୁ ମୁଁ ମାନେ କହିବା ପାଇଁ ଚାହିଁବି କି ଆମର ଓଡ଼ିଶାରେ ବି ବହୁତ ସାରା ମନୁମେଣ୍ଟ ଅଛି, ବହୁତ ସାରା ମୁଁ କହିବି ୱାଟରଫଲ୍ ବି ଅଛି, ଛୋଟ ହଉ ବଡ଼ ହଉ, କିନ୍ତୁ ଯଦି ସେଇ ଜିନିଷକୁ ଯଦି ଟିକେ ଡେଭଲପ୍ କରିକି କରିଦେବେ, ତାହେଲେ ବହୁତ ସାରା ଆମର ରେଭିନ୍ୟୁ ହେଇପାରିବ, ମାନେ ଛୋଟ ଛୋଟ ଜିନିଷକୁ ନେଇକି। ଆଶା କରିବା, ଦେଖିବା କେତେ କ'ଣ କାମ ହେଇପାରୁଛି। ତାପରେ ଦେଖ, ମୁଁ ଯଦି କହିବି ଆଜିର ଖବରରେ ବିଶେଷ କିଛି ତ ଆମର ନାହିଁ ହେଲା। ତାପରେ ପାଣିପାଗ ବିଷୟରେ ଅଛି, କ'ଣ ପାଇଁକି ବର୍ଷା ହେଇପାରେ ହେଲା।
ଆଉ ଦେଖ ଆମେ ନେକ୍ସଟ ଆମେ ଦେଖିବା, କାରଣ ଏଠି ଭାଇ ଭଉଣୀ ରାକ୍ଷୀ ବିଷୟରେ କିଛିଟା। ଆଚ୍ଛା ହଁ, ଯେଉଁ ମହାକାଶଚାରୀ ଅଛି ହେଲା ସୁନିତା ୱିଲିୟମ, ତ ସେ ଏବେ ଆକାଶ ମାନେ ମହାକାଶରେ ହିଁ ଅଛି, ସେ ଆସିନି ହେଲା। ତ ସେ 2025 ପର୍ଯ୍ୟନ୍ତ ଆସିଯିବେ, କାରଣ ତାଙ୍କ ପ୍ଲେନ୍ରେ କିଛିଟା ହୋଲ୍ ହେଇଯାଇଥିଲା, ମାନେ ଟିକେ କ'ଣ ପାଇଁ ଯଦି ଟିକେ ହୋଲ୍ ରହିଗଲା ରକେଟ୍ରେ ହେଲା, ସେ କ'ଣ ହେବ ନା, ମାନେ ଯେତେବେଳେ ଆମର ବାୟୁମଣ୍ଡଳକୁ ପ୍ରବେଶ କରିବ ନା, ଦେଖ ଯଦି ମୁଁ କହିବି ଏକ୍ସୋସ୍ଫିୟର ଅଛି ହେଲା, ଠିକ୍ ଅଛି ହେଲା, କିନ୍ତୁ ଆୟନ ସ୍ଫିୟର ଯେତେବେଳେ ଆସିବ ନା, ସେତେବେଳେ ବାୟୁମଣ୍ଡଳର ସଂସ୍ପର୍ଶରେ ଆସିଲେ ନା ସେଠି ଯୋଡ଼ିଯିବ, ଯେଉଁଟାକି କଳ୍ପନା ଚାୱଲା ଟାଇମ୍ରେ ହେଇଥିଲା ହେଲା। ତ ଠିକ୍ ଅଛି, ସେ ଭଲରେ ଥାନ୍ତୁ, ଆଉ ଯେତେବେଳେ ସେ ରିସର୍ଚ୍ଚ କରିକି ଆମ ଯେତେବେଳେ ପୃଥିବୀକୁ ଆସିବେ ବହୁତ କିଛି ତଥ୍ୟ ଦେଇପାରନ୍ତି ହେଲା। ତ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଆଉ କିଛି ଭଲ ଭଲ ଯଦି ନ୍ୟୁଜ୍ ରୁହେ ତାହେଲେ ମୁଁ ଆଡ଼୍ କରିକି କହିବି।